हेलो एवरीवन। आज आम पार्ट्स ऑफ स्पीच रो अन्य एक अंश कंजंक्शन्स विषय पढ़ा बा इंग्राजी रे ताको कनेक्टर्स कहा जाए। ओडिया रे आम यहाँ संयोजक अव्यय मध्य कही था। इंग्राजी बही पढ़ला बेले आम प्रायतः प्रत्येक सेंटेंस रे एंड बट एट ऑल्सो ठू इत्यादि शब्द गुड़ी देखा पाई था। एहीपरी शब्द गुड़िक ही कंजंक्शन्स रो उदाहरण गुड़िक अटंती। ଏହି ଶବ୍ଦ ଗୁଡ଼ିକ ସାଧାରଣତଃ ଏକାଧିକ ଶବ୍ଦ, ବାକ୍ୟାଂଶ, ଖଣ୍ଡବାକ୍ୟ କିମ୍ବା ଏକାଧିକ ବାକ୍ୟ ଗୁଡ଼ିକୁ ଯୋଡ଼ିବାରେ ସାହାଯ୍ୟ କରନ୍ତି। ତେଣୁ ଆମେ କହିପାରିବା ଭାଷାକୁ ସରସ ଓ ସୁନ୍ଦର କରିବାକୁ କଞ୍ଜଙ୍କ୍ସନ୍ସ ଗୁଡ଼ିକ ବ୍ୟବହାର କରାଯାଏ। ଏହି ଭିଡ଼ିଓରେ ଆଜି ଆମେ 150ଟି बेसिक कंजंक्शन्स विषय जानिबा, जहाँकि तृतीय रु अष्टम श्रेणी मध्य आमे बारंबार व्यवहार करि थाउ। प्रथमे आमे केतक साधारण कंजंक्शन्स विषय पढ़िबा, जहाँकि सिमिलार आइडिया को जोड़िबारे साहाय्य करिथाए। जेपरिक एंड माने होउची एवं बा ओ, ऑल्सो माने मध्य, ठू माने मध्य, एज वेल एज यह सह बा सांगकू, बोथ माने उभय, नॉट ओनली माने केवल एतिक नुहे, बट ऑल्सो बरंग सेतिक मध्य, मोर ओभर अधिकंतु बा यह छड़ा, फर्दर मोर आहुरी मध्य, इन एडिशन टू यह छड़ा, बिसाइड्स व्यतीत, एडिशनली अधिक भावरे, लाइकवाइज ठीक सेमिति, सिमिलारली सहीपरी, एलोंग विथ सहित बा यह सह। एबे आमे अपोजिट आइडिया को जोड़ुथबा केतक कंजंक्शन्स विषय पढ़िबा। जेपरिक बट माने किंतु, एट माने तथापि, स्टिल माने तथापि, एबेबी, दो माने जदियो बा सत्वे, ऑल्दो जदियो, हाउएवर जा हेउ, इंस्टेड परिवर्ते, व्हेयरएज किंतु अन्य पक्षरे, व्हाइली जेउ समय रे कि बा किंतु बा जेते बेले कि, इविन दो जदियो, इविन इफ जदियो बा हेले भी, नेभरदिलेस तथापि, बा से जहा हेउना काहेकि, नॉन दिलेस तथापि मध्य, अदरवाइज नचेत, और अबा किंबा। तापर आमे कारण और फलाफल बुझाउथिबा केतक कंजंक्शन्स विषय पढ़िबा। बिकज माने कारण, सो तेणु, अतएव, सिन्स जेहेतु, आज जेहेतु बा जेपरी, देयरफॉर सेथिपाई, दस एहीपरि भावरे, हेन्स अतएव, कन्सिक्वेंटली फलस्वरूप, सो दैट जेपरिक बा जहा फलरे कि, इन ऑर्डर दैट जेमिति कि, दैट माने जे, फॉर माने कारण बा पाई, बा आमे कहि परिबा फॉर माने होउछु कोनोसी कारण पाई, इन केस जदि बा काले, लेस्ट जेमिति न हुए, आज ए रिजल्ट फलस्वरूप। एबे आमे समय बा क्रम बुझाउथिबा केतोटी कंजंक्शन्स पढ़िबा। व्हेन माने जेतेबेले, व्हेनेवर माने जेतेबेले भी, बिफोर पूर्वरु, आफ्टर परे, अंटिल पर्यंत। अंटिल र अर्थ होउची
ନଟ୍ ଟିଲ୍ ଅତଏବ କୌଣସି ଘଟଣା ନ ହେଲା ପର୍ଯ୍ୟନ୍ତ। ଟିଲ୍ ମାନେ ଯେ ପର୍ଯ୍ୟନ୍ତ, ଆଜ୍ ସୁନ୍ ଆଜ୍ ଯେତେ ଶୀଘ୍ର, ଆଜ୍ ଲଙ୍ଗ ଆଜ୍ ଯେ ପର୍ଯ୍ୟନ୍ତ, ହ୍ୱାଇଲି ଯେଉଁ ସମୟରେ ବା ଯେତେବେଳେ, ସିନ୍ସ ସେବେଠାରୁ, ୱାନ୍ସ ଥରେ ଯଦି, ଇମିଡ଼ିଏଟଲି ବା ଇମିଡ଼ିଏଟଲି ତୁରନ୍ତ, ସଡନ୍ଲି ହଠାତ୍, ମିନ୍ ହ୍ୱାଇଲି ଏହି ମଧ୍ୟରେ ବା ଏତିକି ବେଳେ, ସାଇମଲଟାନିୟସଲି ଏକ ସଙ୍ଗରେ। ଏବେ ଆମେ ଚଏସ୍ ଆଣ୍ଡ କଣ୍ଡିସନ୍ ସମ୍ବନ୍ଧୀୟ କେତୋଟି କନଜଙ୍କସନ୍ସ ବିଷୟରେ ପଢ଼ିବା। ଇଫ୍ ମାନେ ଯଦି, ଅନଲେସ୍ ଯଦି ନୁହେଁ, ହ୍ୱେଦର ହଁ କିମ୍ବା ନାହିଁ, ଆଇଦର ଦୁଇଟି ମଧ୍ୟରୁ ଗୋଟିଏ, ନାଇଦର ଦୁଇଟିରୁ କେହି ନୁହନ୍ତି, ନର୍ କିମ୍ବା ନୁହେଁ, ପ୍ରୋଭାଇଡେଡ଼ ଏହି ସର୍ତ୍ତରେ କି ବା ଯଦି, ସପୋଜିଂ ମନେକର, ଇଭିନ୍ ଇଫ୍ ଯଦିଓ, ଅର୍ ଏଲ୍ସ ନହେଲେ। ବର୍ତ୍ତମାନ ଆମେ କେତୋଟି କନଜଙ୍କସନ୍ସ ପଢ଼ିବା ଯାହାକି ଏକାଧିକ ବସ୍ତୁ ବା ବ୍ୟକ୍ତିକୁ କମ୍ପେୟାର କଲାବେଳେ ବ୍ୟବହାର ହୁଏ। ଯେପରି ଦ୍ୟାନ୍ ମାନେ ଅପେକ୍ଷା, ଆଜ୍ ଡଟ୍ 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 ଆଜ୍ ମାନେ ପରି। ଏଇ ଡଟ୍ 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 ମାନେ ମଝିରେ କିଛି ଅନ୍ୟ ଶବ୍ଦ ରହିବ। ଏକାଧିକ ନାଉନ୍କୁ କମ୍ପେୟାର କଲାବେଳେ ଆମେ ଆଜ୍ ଡଟ୍ 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 ଆଜ୍ ବ୍ୟବହାର କରିଥାଉ। ସେହିପରି ସୋ ଡଟ୍ 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 ଆଜ୍ ଏତେ ଯେପରି। ଏଇଠାରେ କେତୋଟି ଏକ୍ଜାମ୍ପଲ୍ ଦେଇ ବୁଝେଇବାକୁ ଚେଷ୍ଟା କରିବା। ଆଜ୍ ଡଟ୍ 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 ଆଜ୍, ରାମ ଇଜ୍ ଆଜ୍ କ୍ଲେଭର ଆଜ୍ ହିଜ୍ ବ୍ରଦର। ଏଠାରେ ବୁଝାଉଛି ରାମ ତା ଭାଇ ପରି ଚତୁର ଅଟେ। ଆଜ୍ ମଝିରେ କିଛି ଶବ୍ଦ ରହିଲା, ତାପରେ ପୁଣି ଆଜ୍। ଏପରି କନଜଙ୍କସନ୍ସ ଗୁଡ଼ିକୁ ଆମେ କୋ ରିଲେଟିଭ୍ କନଜଙ୍କସନ୍ କହିଥାଉ। ସେହିପରି ରେଦର ଦ୍ୟାନ୍ ମାନେ ହେଉଛି ବଦଳରେ, ହ୍ୱେଦର ଡଟ୍ 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 ଅର୍ ମାନେ ହେଉଛି ଏଇଟା କିମ୍ବା ସେଇଟା କିମ୍ବା ଅବା। ଏବେ ଆମେ ପ୍ଲେସ୍ ଆଣ୍ଡ ମ୍ୟାନର ସମ୍ବନ୍ଧୀୟ କେତୋଟି କନଜଙ୍କସନ୍ସ ବିଷୟରେ ପଢ଼ିବା। ହ୍ୱେୟାର ଯେଉଁଠାରେ, ହ୍ୱେୟାର ଏଭର ଯେଉଁଠି ବି, ହ୍ୱେନ୍ସ ଯେଉଁଠାରୁ, ହାଓ କିପରି ବା ଯେପରି, ଆଜ୍ ଇଫ୍ ସତେ ଯେମିତି, ଆଜ୍ ଦୋ ଯେମିତି କି, ଜଷ୍ଟ ଆଜ୍ ଯେମିତି ହିଁ, ହ୍ୱିଦର ଯେଉଁ ଆଡ଼କୁ, ଆଜ୍ ଫାର ଆଜ୍ ଯେତେ ଦୂର ପର୍ଯ୍ୟନ୍ତ, ୱେ ଯେଉଁ ବାଟରେ। ଏବେ ଆମେ କେତୋଟି କନଜଙ୍କସନ୍ସ ପଢ଼ିବା ଯାହାକି ଆମେ କାହାକୁ ଉଦାହରଣ ଦେଲାବେଳେ ବ୍ୟବହାର କରୁ। ଫର ଏକ୍ଜାମ୍ପଲ୍ ମାନେ ହେଉଛି ଉଦାହରଣ ସ୍ୱରୂପ, ଫର ଇନଷ୍ଟାନ୍ସ ମାନେ ହେଉଛି ଯେମିତିକି, ନେମଲି ଯଥା, ଇନଫ୍ୟାକ୍ଟ ପ୍ରକୃତରେ, ଇନଡିଡ୍ ପ୍ରକୃତରେ, ସ୍ପେସିଫିକାଲି ନିର୍ଦ୍ଦିଷ୍ଟ ଭାବରେ, ନୋଟେବଲି ବିଶେଷ ଭାବରେ, ଚିଫଲି ମୁଖ୍ୟତଃ, ମେନଲି ବିଶେଷ କରି, ପର୍ଟିକୁଲାରଲି ମୁଖ୍ୟତଃ ବା ନିର୍ଦ୍ଦିଷ୍ଟ ଭାବେ। ତାପରେ କେତୋଟି ଲିଙ୍କିଂ ପ୍ରୋନାଉନ୍ ବା କନଜଙ୍କସନ୍ସ ବିଷୟରେ ପଢ଼ିବା ଯାହାକି ଏପଟରେ ଥିବା କ୍ଲଜ୍ କିମ୍ବା ଫ୍ରେଜ୍କୁ କନଜଙ୍କସନ୍ସର ପରେ ଥିବା କ୍ଲଜ୍ ବା ଫ୍ରେଜ୍ ସହିତ ଯୋଡ଼ିଥାଏ ବା ସମ୍ବନ୍ଧ ସୃଷ୍ଟି କରିଥାଏ। ଯେପରିକି ହୁ ମାନେ ଯିଏ, ହୁଜ୍ ଯାହାର, ହୁମ୍ ଯାହାକୁ, ହୁଇଚ୍ ଯେଉଁଟା, ହୁ ଏଭର ଯିଏ ବି, ହ୍ୱାଟ ଏଭର ଯାହା ବି, ହୁଇଚ୍ ଏଭର ଯେଉଁଟା ବି, ଦ୍ୟାଟ୍ ମାନେ ଯାହା ବା ଯେଉଁଟା। ଏବେ ଆମେ ସିକ୍ୱେନ୍ସ ବା କ୍ରମ ସୂଚାଉଥିବା କେତୋଟି କନଜଙ୍କସନ୍ସ ପଢ଼ିବା। ଫାଷ୍ଟ ପ୍ରଥମେ, ସେକେଣ୍ଡ ଦ୍ୱିତୀୟରେ, ଥାର୍ଡ଼ ତୃତୀୟରେ,
ନେକ୍ସଟ ତାପର, ଦେନ୍ ତାପରେ, ଫାଇନାଲି ଶେଷରେ, ଲାଷ୍ଟଲି ଶେଷରେ, ଇନିସିଆଲି ଆରମ୍ଭରେ, ସବସିକ୍ୱେଣ୍ଟଲି ପରବର୍ତ୍ତୀ ସମୟରେ ବା ଫଳସ୍ୱରୂପ, ଇଭେଞ୍ଚୁଆଲି ପରିଶେଷରେ ବା ଘଟଣାକ୍ରମେ, ଇନ୍ କନକ୍ଲୁଜନ୍ ପରିଶେଷରେ, ଫଲୋଇଂ ପରେ ପରେ। ତାପରେ କେତୋଟି ଏମ୍ଫାସାଇଜିଂ କଞ୍ଜଙ୍କସନ୍ସ ବିଷୟରେ ପଢ଼ିବା। ଏହାର ଅର୍ଥ ହେଉଛି ବାକ୍ୟର କୌଣସି ଅଂଶ ଉପରେ ଗୁରୁତ୍ୱ ଦେବାକୁ ଆମେ ଯେଉଁ ଯେଉଁ କଞ୍ଜଙ୍କସନ୍ସ ଗୁଡ଼ିକ ବ୍ୟବହାର କରିଥାଉ ସେ ବିଷୟରେ ପଢ଼ିବା। ଇଭିନ୍ ଏପରିକି, ଓନ୍ଲି କେବଳ, ଜଷ୍ଟ ମାତ୍ର ବା ଠିକ୍, ସିମ୍ପଲି ସାଧାରଣତଃ, ପ୍ରାଇମେରିଲି ପ୍ରାଥମିକ ଭାବରେ, ମୋଷ୍ଟଲି ଅଧିକାଂଶ ଭାବରେ, କ୍ଲିଅରଲି ସ୍ପଷ୍ଟ ଭାବରେ, ଓଭିୟସଲି ସ୍ପଷ୍ଟତଃ, ନ୍ୟାଚୁରାଲି ସ୍ୱାଭାବିକ ଭାବେ, ଅଫକୋର୍ସ ଅବଶ୍ୟ। ଶେଷରେ କେତେକ ମିଶ୍ରିତ କଞ୍ଜଙ୍କସନ୍ସ ଗୁଡ଼ିକ ପଢ଼ିବା ଯାହାର ଅର୍ଥ ଭିନ୍ନ ଭିନ୍ନ ଅଛି। ଯେପରିକି ଅନ୍ ଦି ଅଦର ହ୍ୟାଣ୍ଡ ଅନ୍ୟ ପକ୍ଷରେ, ଅନ୍ ଦି କଣ୍ଟ୍ରାରି ବରଂ ଏହାର ଓଲଟା, ଇନ୍ କଣ୍ଟ୍ରାଷ୍ଟ ଏହାର ବିପରୀତରେ, ଇନଷ୍ଟେଡ୍ ଅଫ୍ ବଦଳରେ ବା ପରିବର୍ତ୍ତେ, ଡେସ୍ପାଇଟ୍ ସତ୍ତ୍ୱେ, ଇନସ୍ପାଇଟ୍ ଅଫ୍ ସତ୍ତ୍ୱେ ମଧ୍ୟ, ନଟ୍ ୱିଥଷ୍ଟାଣ୍ଡିଂ ତାହା ସତ୍ତ୍ୱେ ବା ନଟ୍ ୱିଥଷ୍ଟାଣ୍ଡିଂ ତାହା ସତ୍ତ୍ୱେ, ଅଲ୍ଟରନେଟଲି ପର୍ଯ୍ୟାୟକ୍ରମେ, ଅଲ୍ଟରନେଟିଭଲି ବିକଳ୍ପ ଭାବରେ, କନଭର୍ସଲି ବିପରୀତ ଭାବରେ, ଇନଫ୍ୟାକ୍ଟ ପ୍ରକୃତରେ, ଆକ୍ଚୁଆଲି ପ୍ରକୃତରେ, ଇନ୍ ଅଦର ୱାର୍ଡସ୍ ଅନ୍ୟ କଥାରେ କହିଲେ କିମ୍ବା ଅନ୍ୟ ଉପାୟରେ କହିଲେ, ଟୁ କ୍ଲାରିଫାଏ ସ୍ପଷ୍ଟ କରିବା ପାଇଁ, ଏସେନ୍ସିଆଲି ମୁଖ୍ୟତଃ, ଏନିୱେ ଯାହା ହେଉନା କାହିଁକି, ଏନି ହାଓ ଯେନ ତେନ ପ୍ରକାରେ, ବାଇ ଦି ୱେ ପ୍ରସଙ୍ଗ କ୍ରମେ, ଓଭରାଲ ମୋଟାମୋଟି ଭାବରେ, ଅଲ୍ ଟୁଗେଦର ସର୍ବମୋଟ, ଇନ୍ ସର୍ଟ ସଂକ୍ଷେପରେ, ବ୍ରିଫଲି ସଂକ୍ଷେପରେ, ଇନ୍ ସମରି ସଂକ୍ଷେପରେ ବା ସାରାଂଶରେ, ଟୁ ସମ୍ ଅପ୍ ମୋଟାମୋଟି ଭାବରେ କହିଲେ, ଇନଡିଡ୍ ନିଶ୍ଚିତ ଭାବରେ। ଏହିପରି ଭାବରେ ଆଜି ଆମେ 150ଟି କଞ୍ଜଙ୍କସନ୍ସ ପଢ଼ିଲେ। ଏଗୁଡ଼ିକୁ ଆମେ ସଂଯୋଜକ ଅବୟ କହିଥାଉ। ଏକାଧିକ ବାକ୍ୟ, ବାକ୍ୟାଂଶ, ଖଣ୍ଡବାକ୍ୟ କିମ୍ବା ଶବ୍ଦ ଗୁଡ଼ିକୁ ଯୋଡ଼ିବାରେ ଏହା ସାହାଯ୍ୟ କରିଥାଏ। ପରବର୍ତ୍ତୀ ଭିଡ଼ିଓରେ ଆମେ ସେହିପରି 150ଟି ପ୍ରିପୋଜିସନ୍ ବିଷୟରେ ପଢ଼ିବା। If you want to learn complete translation structures and all grammar chapters in Odia, just subscribe to English Grammar Guru Odisha and hit the bell icon to